ହ୍ୟୁମାନ ଝିଅ ଜନ୍ମଦିନକୁ ଏମିତି ପାଳିଲେ ଜେଜେମା ସେଫାଳି ସୁନା। ନାତୁଣୀକୁ ଖୁସି କରିବାକୁ ହ୍ୟୁମାନଙ୍କ ମା କରିଲେ ଏଭଳି। ବାପାଙ୍କୁ ମନେ ପକାଇ କାନ୍ଦି ପକାଇଲେ କୁନି ଝିଅ। ହ୍ୟୁମାନ ସାଗରଙ୍କ ଝିଅ ଜନ୍ମଦିନରେ ହ୍ୟୁମାନଙ୍କ ମା ନାତୁଣୀକୁ ଖୁସି କରିବାକୁ ଧାଇଁ ଆସିଥିଲେ। ନାତୁଣୀ ଓଠରେ ଖୁସି ଭରିଥିବା ପାଇଁ ଜେଜେମା ହାତରେ କେକ୍ ଆଉ ଗିଫ୍ଟ ଧରି ଆସିଥିଲେ। ଜେଜେମାଙ୍କୁ ଦେଖୁ ଦେଖୁ ବାପାଙ୍କୁ ମନେ ପକାଇଥିଲା କୁନି ଝିଅ। ପ୍ରତିବର୍ଷ ହ୍ୟୁମାନ ସାଗର ତାଙ୍କ ଝିଅଙ୍କ ଜନ୍ମଦିନକୁ ବେଶ୍ ଧୁମଧାମରେ ପାଳନ କରୁଥିଲେ। ନିଜ ଜୀବନଠୁ ଅଧିକ ଭଲ ପାଉଥିବା କୁନି ଝିଅ ପାଇଁ ଢେର ସାରା ଖେଳନା, ନୂଆ ଡ୍ରେସ୍, ଚକୋଲେଟ ଧରି ଆସୁଥିଲେ। ଆଉ ଏଥର ବି ହ୍ୟୁମାନ ସାଗରକୁ କୁନି ଝିଅ ଅପେକ୍ଷା କରି ରହିଥିଲା। ଭାବିଥିଲା ତା ବାବା ଆସିବେ, ତା ପାଇଁ ନୂଆ ଡ୍ରେସ୍, ଚକୋଲେଟ ଆଉ ଖେଳନା ନେଇ ଆସିବେ। ହେଲେ ଜୀବନର ମାନେ ବୁଝିନଥିବା, ଜନ୍ମ ମୃତ୍ୟୁ ଜାଣିନଥିବା ଆଉ ଦୁନିଆକୁ ବୁଝିନଥିବା କୁନି ଝିଅ ଜାଣିନି ତା ବାପା ଆଉ ତା ପାଖକୁ କେବେ ଫେରିବେ ନାହିଁ। ତେଣୁ ଜନ୍ମଦିନରେ ବାପାଙ୍କୁ ଅପେକ୍ଷା କରି ରହିଥିଲା କୁନି ଝିଅ। ଶେଷରେ ହାତରେ କେକ୍ ଧରି ଆସିଥିଲେ ହ୍ୟୁମାନଙ୍କ ମା। ଆଉ ନାତୁଣୀକୁ କହିଥିଲେ, ଧନରେ ତୋ ବାପା ସିନା ନାହିଁ, ହେଲେ ତୋ ଜେଜେମା ଅଛି। ତୋ ଜେଜେମା ତୋ ଜନ୍ମଦିନକୁ ଧୁମଧାମରେ ପାଳିବ। ତୋ ଜେଜେମା ତୋତେ ଗିଫ୍ଟ ଦେବ। ତୋ ଜନ୍ମଦିନକୁ ମୁଁ ଧୁମଧାମରେ ପାଳିବି। ମୋ ନାତୁଣୀ ଖୁସି ପାଇଁ ମୁଁ ସବୁକିଛି କରିପାରିବି। ହଁ ଆଜ୍ଞା, ହ୍ୟୁମାନଙ୍କ ଝିଅ ଜନ୍ମଦିନରେ ନାତୁଣୀକୁ ଖୁସି କରିବାକୁ ଜେଜେମା କଲେ ଏଭଳି ଲୋକେ କରୁଛନ୍ତି ପ୍ରଶଂସା। ଏ ବର୍ଷ ହ୍ୟୁମାନଙ୍କ ଝିଅ ଜନ୍ମଦିନ ପାଳନ କରିଛନ୍ତି ଜେଜେମା ସେଫାଳି। ଜେଜେମାଙ୍କୁ ଦେଖି ବେଶ୍ ଖୁସି ହୋଇଯାଇଥିଲେ ହ୍ୟୁମାନ ସାଗରଙ୍କ କୁନି ଝିଅ। ହ୍ୟୁମାନ ସାଗରଙ୍କ ଜୀବନ ଥିଲେ ଝିଅ। ସବୁବେଳେ ହ୍ୟୁମାନ କହୁଥିଲେ ଝିଅ ପାଇଁ ଏ ଦୁନିଆ ସହ ସେ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି। ଝିଅର ଖୁସି ପାଇଁ ସେ ସବୁ କିଛି କରିବାକୁ ପ୍ରସ୍ତୁତ ଅଛନ୍ତି। ହେଲେ ହ୍ୟୁମାନ ଜାଣିନଥିଲେ ଯାହାଙ୍କୁ ସେ ଏତେ ଭଲ ପାଉଛନ୍ତି ତାକୁ ଏତେ ଶୀଘ୍ର ସେ ଛାଡ଼ି ଆରପାରିକୁ ଚାଲିଯିବେ। ତେବେ ହ୍ୟୁମାନଙ୍କ ବିନା ସ୍ତ୍ରୀ ଶ୍ରେୟା ମିଶ୍ର ଓ ମା ସେଫାଳି ସୁନା ଭାଙ୍ଗି ପଡ଼ିଥିଲେ। ସବୁ ଦୁଃଖକୁ ନିଜ ଭିତରେ ଚାପି ରଖି ଝିଅ ଓଠରେ ଟିକେ ଖୁସି ଫୁଟାଇବା ପାଇଁ ନାତୁଣୀ ଜନ୍ମଦିନକୁ ପାଳନ କରିଥିଲେ। ରିପୋର୍ଟ ଓଡ଼ିଶା ସୂଚନା।